ଚାଲନ୍ତୁ ଆଜି ପଣସର ଗୋଟେ ନୂଆ ଆଇଟମ୍ସ କରିବା। ପ୍ରଥମେ ପଣସକୁ କାଟି ତାକୁ ପ୍ରେସର କୁକରରେ ପାଣି ଦେଇକି ସିଝେଇ ଦେବା। ଏଇଭଳିଆ ସିଝିବ, 2ଟା ହୁଇସିଲ୍ ଯାଇ ମାରିଦେବେ, ସିଝିଯିବ। ତାକୁ ଆମେ ଗରମ ଗରମ ଆକୁ ସବୁ ଏମିତି କଣ୍ଟା ଚାମଚରେ କରିଦେବା, କାହିଁକିନା ଗରମ ଥିଲାବେଳେ ସେଟାକ ଭଲରେ ଏମିତି ଚାପି ହେଇଯିବ। ତାପରେ କିଛି ଲଙ୍କା ଆଉ ଆମର ଧନିଆ ପତ୍ର, ଅଦା ଆଉ ରସୁଣର ଛେଚା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଆଉ ଗୋଟେ ମ୍ୟାଗି ମସଲା ପାଉଚଟେ ପକେଇଦେବା। ତାପରେ ଆମେ କିଛି ବେସନ ଆଉ ଲୁଣ ଏସବୁ ଦେଇକି ତାକୁ ଯୋଉଟା ପାଣି ମିଶାଇବେ ନାହିଁ, ସେଇଥିରେ ଚକଟି ଦେବେ। ତାପରେ କ'ଣ କରିବା ନା ଆମେ ତାକୁ ଭଲ ଭାବରେ ଚକଟି ଦେଇକି ଗୋଲ ଗୋଲ କରିଦେବା। ତାକୁ ଆମେ କୋପ୍ତା ସାଇଜ୍ର ଛୋଟ ଛୋଟ ଗୋଲ କରିକି ସବୁ ବନେଇ ଦେବା। ତାପରେ ଆମେ ତାକୁ କଡ଼େଇରେ ତେଲ ବସେଇ ତାକୁ ଗୋଟି ଗୋଟି କରିକି ଛାଣିଦେବା। ଆକୁ ଆମେ ସିମ୍ରେ ଛାଣିବା, ବେଶୀ ଜୋର ଆଞ୍ଚ ଦେଇ ଛାଣିବେନି, କାହିଁକିନା ନହେଲେ ଭିତର କଞ୍ଚା ରହିଯିବ। ତାକୁ ଭଲ ଭାବରେ ଏମିତି କରି ଦେଖନ୍ତୁ ନାଲି ହେଇଗଲା ପରେ ତାକୁ ଆମେ ଏମିତି ଛାଣିଦେବା। ଛାଣି ଦେଇକି ଆପଣ ଦେଖିବେ ତାକୁ ଏମିତି ବି ଖାଇପାରିବେ। ଆକୁ କିନ୍ତୁ ଆମେ ଆଜି ତରକାରୀ କରିବା। ଦେଖନ୍ତୁ ୟାର ଭିତରଟା ଯେମିତି କଞ୍ଚା ରହିବନି। ତାପରେ ବର୍ତ୍ତମାନ ଗୋଟେ କଡ଼େଇ ନେବା, କିଛି ତେଲ ଦେବା। ତେଲ ଦେଇକି ଆମେ କ'ଣ କରିବା ନା ପିଆଜ 2ଟା କାଟିକି ତାକୁ ଭଲ ଭାବରେ ଭାଜିବା। ତା ଦେହରେ ଟିକେ କିଛି ଲୁଣ ମଧ୍ୟ ପକେଇଦେବା, ନରମ ହେଇଯିବ, ଶୀଘ୍ର ହେଇଯିବ ଆମର। ତାପରେ ପିଆଜ ହେଇଗଲା ପରେ ତା ଦେହରେ ଆମର କିଛି ରସୁଣ ମଧ୍ୟ ପକେଇଦେବା। ତାପରେ ଗୋଟା ଗରମ ମସଲା ଆମର ଡାଲଚିନି, ଗୁଜୁରାତି, ଲବଙ୍ଗ ଏସବୁ ପକେଇଦେବା। ତାପରେ କିଛି ଟମାଟୋ 2ଟା କାଟିକି ଥୋଇଥିଲି ତାକୁ ମଧ୍ୟ ପକେଇ, କାଜୁ ମଧ୍ୟ ପକେଇ ତାକୁ ଏମିତି ଭାଜି ଭୁଜି ଦେଲି ଭଲରେ। ଆପଣ ତେଲରେ ଯେମିତି ଭାଜିବେ ନରମ ହେବା ଯାଏ। ତାପରେ ଆମେ ହଳଦୀ ଗୁଣ୍ଡ ପକେଇଦେବା, ଲଙ୍କା ଗୁଣ୍ଡ ପକେଇଦେବା, କାଶ୍ମୀରୀ ଲଙ୍କାଗୁଣ୍ଡ ପକେଇଥିଲେ ଭଲ, ତାକୁ ମଧ୍ୟ ପକେଇ ଭଲ ଭାବରେ ଟମାଟୋକୁ ନରମ କରିଦେବେ। ତାପରେ ତାକୁ ଥଣ୍ଡା କରି ତାକୁ ଆମେ ଗ୍ରାଇଣ୍ଡିଙ୍ଗ କରିଦେବା। ଗ୍ରାଇଣ୍ଡିଙ୍ଗ ହେଇକି ଆମର ବର୍ତ୍ତମାନ ପ୍ରସ୍ତୁତ ହେଇଗଲା ପେଷ୍ଟ। ବର୍ତ୍ତମାନ କଡ଼େଇରେ ତେଲ ନେବା, ଜିରା କିଛି ପକେଇବା, ତେଜପତ୍ର ପକେଇବା। ତେଜପତ୍ର ପକେଇ ସାରିଲା ପରେ ଯେଉଁ ମସଲା ଆମେ ବାଟିକି ରଖିଥିଲେ ଗ୍ରାଇଣ୍ଡିଙ୍ଗ କରିକି ତାକୁ ପକେଇଦେବା, ଲୁଣ ପକେଇଦେବା। ତାପରେ ଆମେ ତାକୁ କ'ଣ କରିବା ନା ଭଲରେ କଷି କାଷି ଦେଇ ଟିକେ ପାଣି ମଧ୍ୟ ଦେଇଦେବା। ସେଟାକୁ ଫୁଟିବା ଯାଏଁ ଦେବ, ଯେମିତି ଫୁଟିବ ଟିକେ ତାକୁ ମଝିରେ ମଝିରେ ଘାଣ୍ଟି ଦେଉଥିବେ। ଫୁଟି ଆସିଲା ପରେ ଆମେ ଯେଉଁ କୋପ୍ତାକୁ ଛାଣିଥିଲେ ତାକୁ ଆମେ ପକେଇଦେବା। ତାପରେ ସେଟାକୁ ଆମେ ଫୁଟିବାକୁ ଦେବା। ତା ଦେହରେ କ'ଣ କରିବା ନା ଆପଣ ସ୍ୱାଦ ଅନୁସାରେ ଲୁଣ ପକେଇ ଦେଇଥିବେ। ଆମେ କିଛି ଚିନି ଟିକେ ପକେଇବା, ବାଲାନ୍ସ କରିବା। ଟମାଟୋ ଯେହେତୁ 2ଟା ପକେଇଥିଲେ ତେଣୁ ବାଲାନ୍ସ କରିବା ପାଇଁ ଟିକେ ଚିନି ପକେଇବା। ଆପଣ ଚାହିଁଲେ କ୍ରିମ୍ ପକେଇ ପାରିବେ। ଏବେ ଆମର ହେଇଗଲା। ବର୍ତ୍ତମାନ କିଛି କଟା ଧନିଆ ପତ୍ର ଆମେ ପକେଇଦେଲେ, ବର୍ତ୍ତମାନ ପ୍ରସ୍ତୁତ। ବର୍ତ୍ତମାନ ଜେଜେଙ୍କୁ ଆମେ ଖାଇବାକୁ ଦେବା ଆଉ ପଚାରିବା ଏଇଟା କେମିତି ଲାଗୁଛି, କେମିତି ତାଙ୍କୁ ଏ କୋପ୍ତାଟା ଭଲ ଲାଗୁଛି ନା ନାହିଁ ଜେଜେ କହିବେ। ଇଏ ଆଜି ଯନ୍ତ୍ରପାତି କ'ଣ କରୁଛ? ଯନ୍ତ୍ରପାତିଟା ହେଇଛି ଗୋଟେ କୋପ୍ତା ହେଇଛି, ଖାଇକି କହିବ କୋଉଥିରେ ହେଇଛି କହିବ ତ। କୋପତା? ଆରେ କୋପତା କ'ଣ କରି ପକେଇଲ? ଡାନା ଫାନା କରି କୋପତା ନାଲିଆ ନାଲିଆ ଦେଖାଉଛି। କ'ଣ କେମିତି କ'ଣ କରୁଛ? ଟେଷ୍ଟ କରି କୁହ। ନୂଆ ନୂଆ ଷ୍ଟାଇଲରେ ଖାଇବାକୁ ଦେଉଛ ନାହିଁ? ହାଁ, ଯେଉଁ ଷ୍ଟାଇଲ ଆଜିକାଲି ଯେଉଁ ଷ୍ଟାଇଲ ଟିକେ ଦେଲେ ଆଉ ଟିକେ ଭଲ ଲାଗେ। ଏଇ ତ ହୋଟେଲ ଷ୍ଟାଇଲରେ ଦେଇଛି। ହାଁ, ହୋଟେଲ ଷ୍ଟାଇଲ ଭଳିଆ ଦେଇଛି ନା। ହୋଟେଲ ଷ୍ଟାଇଲରେ ମଧ୍ୟ କରିଛନ୍ତି। କି କଥା ଦେଖୁଛ ତ, ଯାହା ଯେମିତି ହଉ ଗୋଟେ ଖୁସିରେ କ'ଣ କରିଛନ୍ତି। ଆଉ ଗୋଟେ ଯନ୍ତ୍ରପାତି ମଧ୍ୟ କରିଛନ୍ତି। ଏଇଟା ଦେଖିବା, ଖାଇଥିଲି ହଁ, କିନ୍ତୁ ଛେନା ପାଏସ ଭଳିଆ ଲାଗୁଛି। କିନ୍ତୁ ଏଇଟା ଛେନା ପାଏସ ଭଳିଆ ଲାଗୁଛି, କିନ୍ତୁ ଛେନା ପାଏସ ନୁହେଁ। ବଢ଼ିଆ ଲାଗୁଛି। ପୁରା ଛେନା ପାଏସ ଚା ସେଇଭଳିଆ ଲାଗୁଛି ତ, କିନ୍ତୁ ଛେନା ପାଏସ ନୁହେଁ। ମୁଁ ତ ଭାବିଥିଲି ଛେନା ଫେନା ପକେଇକି ଗୋଟେ କ'ଣ କରୁଛନ୍ତି, କିନ୍ତୁ ଦେଖିଲା ଛେନା ପାଏସ ନୁହେଁ। ଆଉ ତିଆରି ହେଲା, ଆପଣମାନଙ୍କୁ ଜେଜେମା ତିଆରି କରିକି ଦେଖେଇ ଦେଇଛନ୍ତି। ବର୍ତ୍ତମାନ ହେଲା ମୋ ପାଳି, ଖାଇକିରି ଆପଣମାନଙ୍କୁ କହିବି ଏ କେମିତି କ'ଣ ହେଇଛି। ଆଜି ଯେଉଁ କୋପତା କରିଛନ୍ତି, କୋପତା ଦେଖିବା ଖାଇବା। କୋପତା ତ ହଁ, ସେ ଏକା କଥା। ତୁମେ ତାକୁ କହୁଛ କୋପ୍ତା, ମୁଁ ତାକୁ କହୁଛି କୋପତା। ଏକା ଜିନିଷ ଗୋଟେ। ଆକୁ ଖାଇ ମାନେ ପେଟକୁ ଯିବ, ଯାହା ଖାଇଲେ ବି ସେ ପେଟକୁ ଯିବ। ଖାଇବା ଆଉ କ'ଣ, ଯାହା ଯେମିତି କରୁଛନ୍ତି ଦେଖିବା କେମିତି କ'ଣ ଲାଗୁଛି। ମୋତେ ଭଲ ନ ଲାଗିଲେ ଖାଇବିନି। ଦେଖେ ନୂଆ ଶୁଣ, ଗୋଟେ ଜିନିଷ ହେଉଛି ସେ ଅଳ୍ପରେ ଏକ୍ସପେରିମେଣ୍ଟ କରନ୍ତି। ସଦାବେଳେ ଗୋଟେ ନୂଆ ନୂଆ ଜିନିଷ କରିବାରେ ଏକ୍ସପେରିମେଣ୍ଟ କରନ୍ତି।
ଅଳ୍ପ ଅଳ୍ପ ପରିମାଣରେ କରନ୍ତି। ମୁଁ ତ ରାତିରେ 2 ଖଣ୍ଡ ରୁଟି, ଆଜି ପରଟା କ'ଣ କରୁଛନ୍ତି, ଇଏ କ'ଣ ପ୍ରମୋସନ୍ ଟିକେ ହେଇଯାଇଛି। ପରଟା କୋପ୍ତା ଏଟା ଟିକେ ଭଲ ଲାଗିବ ନା, ଆଉ ଏଟା ଟିକେ ସୁଖା ଗ୍ରେଭି ଟାଇପ୍ର ପୁରା ପାଣି ହେଇନି ନା। ଓହୋ, ତେଣୁ ପରଟା କୁଆଡ଼େ ଭଲ ଲାଗିବ ତେଣୁ ଦେଇଛନ୍ତି। ମୁଁ ଆପଣମାନଙ୍କୁ ଖାଇବି, କହିବି ସତରେ ଏଇଟା କେମିତି କ'ଣ ଲାଗୁଛି, କିଆ କ'ଣ କୋପତା କେମିତି କ'ଣ ହେଇଛି, ନାଲିଆ ନାଲିଆ କ'ଣ ହେଇଛି ତୁମେ ଦେଖେଇ ଦେଇଛ। ଆଉ ଗ୍ରେଭିଟା ଭଲ ଲାଗୁଛି। এইটা ଗୋଟେ কোথায় তৈরি তো পণস কি এটা পଣସ କୋପ୍ତା। হ্যাঁ ହଁ হুম ତା ଦେହରେ ମିଶେଇକି ଖାଅ। ও পণস কোপ্তা নাই যা পণস কোপ্তা বଢ଼ିଆ ହେଇଛି, ଖରାପ ଲାଗୁନି, ପାଟିକି ସ୍ୱାଦ ଲାଗୁଛି। ହଁ ଖାଇଲି ନୂଆ ନୂଆ ଆଇଟମ୍ ଟିକେ କରିକି ଦେଉଛନ୍ତି, ଯାହା ଖାଇକି ଦେଖିବା କେମିତି ମାନେ ଟେଷ୍ଟ। ମୁଁ ଯାହା ଖାଇବି ତ ନିଶ୍ଚିତ ଖାଇବାକୁ କେତେବେଳେ ଖରାପ କହେ ନାହିଁ କି କହିବି ନାହିଁ, ଯାହା ବି ହେଇଥାଏ ମୁଁ ଖାଇବାକୁ ଖରାପ କହିବି। ହଁ ହେଇଛି, ମୁଁ ମିଛ କହୁନି, ସତ କହୁଛି। ଓ ଫାର୍ଷ୍ଟ କ୍ଲାସ୍, ଫାର୍ଷ୍ଟ କ୍ଲାସ୍, তুমি ফার্স্ট ক্লাস।